ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ ଚାଲିଥିଲା। ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିପୁଳ ପରିମାଣରେ ଅଫିମ ଚାଷ ଦେଖି ପୋଲିସ ଓ ବନ ବିଭାଗ ତାଜୁବ ହୋଇଛି। ଠାବ ହୋଇଥିବା ଅଫିମ ଗଛଗୁଡ଼ିକରୁ ଭରପୁର ଅଫିମ ସଂଗ୍ରହ ହୋଇଥିବା ଦେଖିବାକୁ ମିଳିଛି। କିଛି ଗଛରୁ ଅଫିମ ସଂଗ୍ରହ ସରିଥିବା ବେଳେ ଆଉ କିଛି ଗଛରୁ ଅଫିମ ସଂଗ୍ରହ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଚାଷ ସବୁ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣରେ ଅଫିମ ଚାଷ ହୋଇଥିଲା। ଏହାର ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଯଶୀପୁର ଥାନା ଅଧିକାରୀ ଓ ମ୍ୟାଜିଷ୍ଟ୍ରେଟ ମିଳିତ ଭାବେ ଚଢ଼ାଉ କରିଥିଲେ। ବ୍ୟାପକ ଅଞ୍ଚଳରେ ଅଫିମ ଚାଷ ଦେଖି ସମସ୍ତେ ଜଳକା ହୋଇଛନ୍ତି। ଶେଷରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି 5,25,000ରୁ ଅଧିକ ଅଫିମ ଗଛକୁ ନଷ୍ଟ କରିଛି। ଗଛଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି 10 କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ତଳେ ପାଖାପାଖି 1 କୋଟି ଟଙ୍କାର ଅଫିମ ଚାଷ ପ୍ରଶାସନ ନଷ୍ଟ କରିଥିବା ବେଳେ ପୁଣି ଶିମିଳିପାଳ ଅଭୟାରଣ୍ୟରେ ଏତେ ପରିମାଣର ଅଫିମ ଚାଷ କରାଯାଇଥିବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। କାରଣ କୋର ଅଞ୍ଚଳରେ ବନ ବିଭାଗ ସବୁବେଳେ ନଜର ରହିଥାଏ। ଏହା ସତ୍ତ୍ୱେ ଦୀର୍ଘ ଦିନ ହେଲା ଏଠାରେ କେମିତି ଅଫିମ ଚାଷ କରାଯାଉଥିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ଏନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ଏହାର ତଦନ୍ତ ଚାଲିଥିବା କହିଛି। ଏନେଇ ଯଶୀପୁର ଥାନାରେ 2ଟି ପୃଥକ ପୃଥକ ମାମଲା କରାଯାଇଛି। ଏପଟେ ଶିମିଳିପାଳରୁ ବାରମ୍ବାର ଅଫିମ ଚାଷ ଠାବ ହେବା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। କରୁଞ୍ଜରୁ ସତ୍ୟବ୍ରତ ମିଶ୍ରଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ୍।